ଜଣେ ରାଜା ତାଙ୍କ ଦରବାରକୁ ଆସୁଥିବା ସମସ୍ତ ସନ୍ନ୍ୟାସୀଙ୍କୁ ପଚାରୁଥିଲେ ଯେ କିଏ ଶ୍ରେଷ୍ଠ ପୁରୁଷ, ଯିଏ ସଂସାର ତ୍ୟାଗ କରି ସନ୍ନ୍ୟାସୀ ହୁଏ ନା ଯିଏ ସଂସାରରେ ରହି ଗୃହସ୍ଥ ଭାବରେ ନିଜର କର୍ତ୍ତବ୍ୟ ପାଳନ କରେ। ଅନେକ ଜ୍ଞାନୀ ବ୍ୟକ୍ତି ଉତ୍ତର ଦେବାକୁ ଚେଷ୍ଟା କରୁଥିଲେ, କିନ୍ତୁ କେହି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। କେତେକ ଦାବି କରୁଥିଲେ ଯେ ସନ୍ନ୍ୟାସୀ ମହାନ ଏବଂ ଅନ୍ୟମାନେ କହୁଥିଲେ ଯେ ଯେଉଁ ଗୃହସ୍ଥ ତାଙ୍କର କର୍ତ୍ତବ୍ୟ ପାଳନ କରନ୍ତି ସେ ମହାନ। ରାଜା ଯେତେବେଳେ ପ୍ରମାଣ ମାଗିଲେ ସେମାନେ ସେଗୁଡ଼ିକ ଦେଇପାରିଲେ ନାହିଁ। ସେ ସେମାନଙ୍କୁ ଦଣ୍ଡ ଦେଉଥିଲେ। ଶେଷରେ ତାଙ୍କ ଦରବାରକୁ ଜଣେ ସନ୍ନ୍ୟାସୀ ଆସିଲେ, ଯିଏ ଶାନ୍ତ ଓ ସାହସର ସହିତ କହିଲେ, ହେ ମହାରାଜ, ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଏଠାରେ ଅଛି। ସଙ୍ଗେ ସଙ୍ଗେ ସମଗ୍ର ଦରବାର ନୀରବ ହୋଇଗଲା। ସମସ୍ତେ ଉତ୍ତର ଜାଣିବାକୁ ଆଗ୍ରହୀ। ରାଜା ଟିକିଏ ସମୟ ନେଲେ ଏବଂ ତାପରେ ଧୀର କିନ୍ତୁ ସ୍ପଷ୍ଟ ଭାବରେ କହିଲେ, ଆଉ ସର୍ତ୍ତ, ଯଦି ତୁମେ ପ୍ରମାଣ କରିବାରେ ବିଫଳ ହୁଅ ତେବେ ତୁମକୁ ଦଣ୍ଡିତ କରାହେବ। ମୁଁ ଏହା ଜାଣେ, ସନ୍ନ୍ୟାସୀ ଉତ୍ତର ଦେଲେ। ରାଜା ପ୍ରଶ୍ନ କଲେ, ଠିକ୍ ଅଛି, ତେବେ ଆମକୁ କୁହନ୍ତୁ କିଏ ବଡ଼, ସନ୍ନ୍ୟାସୀ ନା ଗୃହସ୍ଥ? ସନ୍ନ୍ୟାସୀ କହିଲେ, ହେ ମହାରାଜ, ପ୍ରତ୍ୟେକ ତାଙ୍କ ସ୍ଥାନରେ ସମାନ ଭାବରେ ମହାନ। ରାଜା କହିଲେ, ଏହା ମୋତେ ପ୍ରମାଣ କରନ୍ତୁ। ସନ୍ନ୍ୟାସୀ କହିଲେ, ମହାରାଜ, ମୁଁ ଏହା ନିଶ୍ଚିତ ପ୍ରମାଣ କରିବି, କିନ୍ତୁ ଆପଣଙ୍କୁ ପ୍ରଥମେ ଆସି କିଛି ଦିନ ପାଇଁ ମୁଁ ଯେପରି ଜୀବନଯାପନ କରେ ସେହିପରି ରହିବାକୁ ପଡ଼ିବ। ରାଜା ସମ୍ମତି ଦେଲେ। ତାଙ୍କ ଦେଶରୁ ଏବଂ ଅନେକ ଲୋକ ମଧ୍ୟ ସନ୍ନ୍ୟାସୀଙ୍କ ପଛେ ପଛେ ବାହାରି ଅନ୍ୟ ଏକ ରାଜଧାନୀରେ ପହଞ୍ଚିଲେ। ସେଠାରେ ସେମାନେ ଢାଲ ଏବଂ ସଙ୍ଗୀତର ଶବ୍ଦ ଏବଂ ଡାକବାଜ ଶୁଣିଲେ। ଲୋକମାନେ ରାସ୍ତାରେ ଭିନ୍ନ ଭିନ୍ନ ପୋଷାକ ପିନ୍ଧି ଏକତ୍ରିତ ହେଉଥିଲେ ଏବଂ ଏକ ଘୋଷଣା କରାଯାଉଥିଲା। ରାଜା ଏବଂ ସନ୍ନ୍ୟାସୀ କ'ଣ ଘଟୁଛି ତାହା ଦେଖିବା ପାଇଁ ସେଠାରେ ଠିଆ ହୋଇଗଲେ। ଡାକବାଜିରେ ଜୋରରେ ଘୋଷଣା କରୁଥିଲେ ଯେ ସେହି ଦେଶର ରାଜକୁମାରୀ ତାଙ୍କର ସ୍ୱୟଂବର ସଭା କରିବାକୁ ଯାଉଛନ୍ତି। ଭାରତରେ ଏକ ପୁରୁଣା ପ୍ରଥା ଥିଲା ଯେ ଜଣେ ରାଜକୁମାରୀ ରାଜକୁମାରଙ୍କ ସଭାରୁ ତାଙ୍କ ସ୍ୱାମୀ ବାଛିବେ। ରାଜକୁମାରୀଙ୍କୁ ଏକ ପାଲିଙ୍କି ସିଂହାସନ ଉପରେ ସଭାଗୃହ ପରିକ୍ରମା କରାଯିବ। ଯଦି ସେ କୌଣସି ରାଜକୁମାରଙ୍କ ଉପରେ ଖୁସି ହୁଅନ୍ତି ତେବେ ସେ ତାଙ୍କ ବେକରେ ଫୁଲମାଳ ପିନ୍ଧାଇବେ ଏବଂ ସେ ତାଙ୍କର ସ୍ୱାମୀ ହେବେ। ରାଜକୁମାରୀ ତାଙ୍କ ପାଲିଙ୍କିରେ ବସି ଆସିଲେ ଏବଂ ବାହକମାନେ ତାଙ୍କୁ ସ୍ଥାନରୁ ସ୍ଥାନକୁ ନେଇଯାଉଥିଲେ। ସେ କାହାକୁ ବି ପସନ୍ଦ କରୁଥିବା ପରି ମନେ ହେଉନଥିଲା। ଏହି ସ୍ୱୟଂବର ବିଫଳ ହେବାକୁ ଯାଉଥିଲା କି ଠିକ୍ ସେତେବେଳେ ଜଣେ ଯୁବକ ଆସିଲେ। ଜଣେ ସନ୍ନ୍ୟାସୀ ସୁନ୍ଦର ଏବଂ ସୂର୍ଯ୍ୟ ଯେପରି ପୃଥିବୀକୁ ଓହ୍ଲାଇ ଆସିଥିଲେ ସେପରି ଚମକୁଥିଲେ। ସେ ସଭାର ଏକ କୋଣରେ ଠିଆ ହୋଇ କ'ଣ ଘଟୁଛି ଦେଖୁଥିଲେ। ରାଜକୁମାରୀଙ୍କର ପାଲିଙ୍କି ତାଙ୍କ ପାଖକୁ ଆସିଲା ଏବଂ ସେ ସୁନ୍ଦର ସନ୍ନ୍ୟାସୀଙ୍କୁ ଦେଖିବା ମାତ୍ରେ ସେ ତାଙ୍କ ବେକରେ ମାଳା ପକାଇଦେଲେ। ପ୍ରଥମେ ସନ୍ନ୍ୟାସୀ ଟିକେ ବିଚଳିତ ହୋଇଗଲେ, କିନ୍ତୁ ତାପରେ ସେ ମାଳାଟିକୁ ଧରି ଫୋପାଡ଼ି ଦେଲେ। କହିଲେ, କ'ଣ ଏସବୁ? ମୁଁ ଜଣେ ସନ୍ନ୍ୟାସୀ, ମୋ ପାଇଁ ବିବାହ କ'ଣ? ସେହି ଦେଶର ରାଜା ଭାବିଲେ ଯେ ହୁଏତ ଏହି ବ୍ୟକ୍ତି ଗରିବ ଏବଂ ରାଜକୁମାରୀକୁ ବିବାହ କରିବାକୁ ସାହସ କରୁନାହାନ୍ତି। ତେଣୁ ସେ ତାଙ୍କୁ କହିଲେ, ମୋ ଝିଅ ସହିତ ଏବେ ମୋର ରାଜ୍ୟର ଅଧା ଏବଂ ମୋ ମୃତ୍ୟୁ ପରେ ସମଗ୍ର ରାଜ୍ୟ ତୁମର। ଏବଂ ସନ୍ନ୍ୟାସୀଙ୍କ ଉପରେ ପୁଣି ଥରେ ମାଳା ପିନ୍ଧାଇଲେ। ଯୁବ ସନ୍ନ୍ୟାସୀ ପୁଣି ଥରେ ମାଳା ଫିଙ୍ଗିଦେଲେ। କହିଲେ, ମୁଁ ବିବାହ କରିବାକୁ ଚାହୁଁନାହିଁ ଏବଂ ସଭାରୁ ଶୀଘ୍ର ଚାଲିଗଲେ। ବର୍ତ୍ତମାନ ରାଜକୁମାରୀ ଏହି ଯୁବକଙ୍କ ପ୍ରେମରେ ଏତେ ପଡ଼ିଯାଇଥିଲେ ଯେ ସେ କହିଲେ, ମୁଁ ଏହି ବ୍ୟକ୍ତିଙ୍କୁ ବିବାହ କରିବି, ନଚେତ୍ ମୁଁ ମରିଯିବି।
ଏବଂ ସେ ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କ ପଛେ ପଛେ ଗଲେ। ତାପରେ ସନ୍ନ୍ୟାସୀ ଯିଏ ରାଜାଙ୍କୁ ସେହି ଉତ୍ସବ ଦେଖିବା ପାଇଁ ସେଠାକୁ ଆଣିଥିଲେ ତାଙ୍କୁ କହିଲେ, ରାଜା ଆସନ୍ତୁ ଆମେ ଏହି ଯୋଡ଼ିକୁ ଅନୁସରଣ କରିବା। ଏବଂ ସେମାନେ ସେମାନଙ୍କ ପଛେ ପଛେ ଚାଲିଲେ, କିନ୍ତୁ ବହୁତ ଦୂର। ରାଜକୁମାରୀଙ୍କୁ ବିବାହ କରିବାକୁ ମନା କରିଥିବା ଯୁବକ ସନ୍ନ୍ୟାସୀ ସହରରୁ କିଛି ମାଇଲ ବାହାରକୁ ଚାଲିଗଲେ। ଯେତେବେଳେ ସେ ଏକ ଜଙ୍ଗଲରେ ପହଞ୍ଚିଲେ ସେଥିରେ ପ୍ରବେଶ କଲେ। ରାଜକୁମାରୀ ତାଙ୍କ ପଛେ ପଛେ ଗଲେ, କିନ୍ତୁ ରାଜକୁମାରୀ ତାଙ୍କୁ ନ ପାଇ ହରାଇ କାନ୍ଦିବାକୁ ଲାଗିଲେ। ତାପରେ ରାଜା ଏବଂ ସନ୍ନ୍ୟାସୀ ତାଙ୍କ ପାଖକୁ ଆସିଲେ ଏବଂ କହିଲେ, କାନ୍ଦ ନାହିଁ ପ୍ରିୟ, ଆମେ ତୁମକୁ ଏହି ଜଙ୍ଗଲରୁ ବାହାରକୁ ଯିବାର ରାସ୍ତା ଦେଖାଇବୁ, କିନ୍ତୁ ଏବେ ଆମ ପାଇଁ ଏହା ବହୁତ ଅନ୍ଧାର। ଏଇଠି ଗୋଟିଏ ବଡ଼ ଗଛ ଅଛି, ଚାଲ ତା ତଳେ ବିଶ୍ରାମ ନେବା, ଆଉ ସକାଳେ ଆମେ ଶୀଘ୍ର ଯାଇ ତୁମକୁ ରାସ୍ତା ଦେଖାଇବୁ। ସେହି ଗଛରେ ଗୋଟିଏ ଛୋଟ ପକ୍ଷୀ, ତା ସ୍ତ୍ରୀ ଏବଂ ସେମାନଙ୍କର 3ଟି ଛୋଟ ପିଲା ସେହି ଗଛରେ ଏକ ବସା ତିଆରି କରି ରହୁଥିଲେ। ପକ୍ଷୀଟି ତଳକୁ ଚାହିଁ ଦେଖିଲା ଗଛ ତଳେ 3 ଜଣ। ତା ସ୍ତ୍ରୀକୁ କହିଲା, ପ୍ରିୟ, ଆମେ କ'ଣ କରିବା? ଘରେ କିଛି ଅତିଥି ଅଛନ୍ତି ଏବଂ ଶୀତ ଋତୁ ଏବଂ ଆମ ପାଖରେ ନିଆଁ ନାହିଁ। ଏତକ କହି ସେ ଉଡ଼ିଗଲା। କିଛି ଜଳନ୍ତା କାଠ ପାଇଲା ଏବଂ ଅତିଥିମାନଙ୍କ ଆଗରେ ପକାଇଲା, ଯେଉଁଥିରେ ସେମାନେ କାଠ ମିଶାଇ ନିଆଁ ଜାଳିଲେ। କିନ୍ତୁ ଛୋଟ ପକ୍ଷୀଟି ସନ୍ତୁଷ୍ଟ ହେଲା ନାହିଁ। ସେ ତା ସ୍ତ୍ରୀକୁ କହିଲା, ପ୍ରିୟ, ଏହି ଲୋକମାନଙ୍କୁ ଖାଇବାକୁ ଦେବା ପାଇଁ କିଛି ନାହିଁ ଏବଂ ସେମାନେ ଭୋକିଲା ଅଛନ୍ତି। ଆମେ ଘର ମାଲିକ। ଘରକୁ ଆସୁଥିବା ଯେକୌଣସି ବ୍ୟକ୍ତିକୁ ଖାଇବାକୁ ଦେବା ଆମର କର୍ତ୍ତବ୍ୟ। ମୁଁ ନିଆଁରେ ଡେଇଁ ପଡ଼ିବି ଏବଂ ମରିଯିବି। ଅତିଥିମାନେ ତାକୁ ପଡ଼ିଥିବାର ଦେଖିଲେ ଏବଂ ତାକୁ ବଞ୍ଚାଇବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ପକ୍ଷୀର ସ୍ତ୍ରୀ ଦେଖିଲା ତାର ସ୍ୱାମୀଙ୍କ ତ୍ୟାଗ। ସେ କହିଲେ, ସେମାନଙ୍କ ଖାଇବା ପାଇଁ ଛୋଟ ପକ୍ଷୀ, ଏଠାରେ 3 ଜଣ ଲୋକ ଅଛନ୍ତି ଏବଂ କେବଳ ଗୋଟିଏ ଯଥେଷ୍ଟ ନୁହେଁ। ଜଣେ ସ୍ତ୍ରୀ ଭାବରେ ମୋର କର୍ତ୍ତବ୍ୟ ହେଉଛି ଯେ ମୋ ସ୍ୱାମୀଙ୍କ ପ୍ରୟାସକୁ ବ୍ୟର୍ଥ ନ ଯିବା। ସେମାନଙ୍କୁ ମୋର ମାଂସ ମଧ୍ୟ ଖାଇବାକୁ ଦିଅ। ସେ ମଧ୍ୟ ନିଆଁରେ ପଡ଼ିଗଲା ଏବଂ ପୋଡ଼ି ମରିଗଲା। ତାପରେ 3ଟି ଛୁଆ ପକ୍ଷୀ, ଯେତେବେଳେ ସେମାନେ ଦେଖିଲେ ଯେ 3 ଜଣ ଅତିଥିଙ୍କ ପାଇଁ ଏ ପର୍ଯ୍ୟନ୍ତ ଯଥେଷ୍ଟ ଖାଦ୍ୟ ନାହିଁ, ସେମାନେ ପରସ୍ପରକୁ କହିଲେ, ଆମର ପିତାମାତା ଯାହା କରିପାରିଲେ ତାହା ଆମେ ବି କରିବା। ଆମ ଶରୀରର କାମ ମଧ୍ୟ ଜାରି ରଖିବା ଆମର କର୍ତ୍ତବ୍ୟ। ଏବଂ ତାପରେ ସେହି ସାହସୀ ଛୋଟ ପକ୍ଷୀମାନେ ଅଗ୍ନିକୁ ଡେଇଁ ପଡ଼ିଲେ। ସେମାନେ ଯାହା ଦେଖିଲେ ସେଥିରେ ଆଶ୍ଚର୍ଯ୍ୟ ହୋଇ 3 ଜଣ ବ୍ୟକ୍ତି ନିଶ୍ଚିତ ଭାବରେ ଏହି ପକ୍ଷୀଗୁଡ଼ିକୁ ଖାଇପାରିଲେ ନାହିଁ। ସେମାନେ ଖାଦ୍ୟ ବିନା ରାତି ବିତାଇଲେ ଏବଂ ସକାଳେ ରାଜା ଏବଂ ସନ୍ନ୍ୟାସୀ ରାଜକୁମାରୀଙ୍କୁ ରାସ୍ତା ଦେଖାଇଲେ ଏବଂ ସେ ତାଙ୍କ ପିତାଙ୍କ ପାଖକୁ ଫେରିଗଲେ। ତାପରେ ସନ୍ନ୍ୟାସୀ ରାଜାକୁ କହିଲେ, ହେ ମହାରାଜ, ତୁମର ପ୍ରଶ୍ନର ଉତ୍ତର ତୁମ ପାଖରେ ଅଛି। ମୁଁ ତୁମକୁ କହିଥିଲି ଏବଂ ତୁମେ ଦେଖିଛ ଯେ ପ୍ରତ୍ୟେକ ନିଜ ନିଜ ସ୍ଥାନରେ ମହାନ। ଯଦି ତୁମେ ଗୃହସ୍ଥ ହେବାକୁ ଚାହୁଁଛ, ତେବେ ସେହି ପକ୍ଷୀମାନଙ୍କ ପରି ଅନ୍ୟମାନଙ୍କର କଲ୍ୟାଣ ପାଇଁ ତୁମର ଜୀବନକୁ ବଳିଦାନ ଭାବରେ ଗ୍ରହଣ କର। ଏବଂ ଯଦି ତୁମେ ତ୍ୟାଗର ଜୀବନ ବାଛ, ତେବେ ସେହି ଯୁବ ସନ୍ନ୍ୟାସୀଙ୍କ ପରି ହୁଅ ଏବଂ ସୌନ୍ଦର୍ଯ୍ୟ, ଟଙ୍କା ଏବଂ ଶକ୍ତିକୁ ମଧ୍ୟ ଦେଖ ନାହିଁ। ସନ୍ନ୍ୟାସୀ ହେବା କିମ୍ବା ଗୃହସ୍ଥ ହେବା, ସେଥିରେ ମହତ୍ତ୍ୱ ନାହିଁ। ସତ୍ୟ ମହାନତା ହେଉଛି ଗୃହସ୍ଥ ହୋଇଥିଲେ ପରିବାର, ସମାଜ ଓ ଅତିଥି ପାଇଁ ନିଜକୁ ବଳିଦାନ କରିବା। ସନ୍ନ୍ୟାସୀ ହୋଇଥିଲେ ରାଗ, ଦ୍ୱେଷ, ସୁଖ, ଦୁଃଖ, ଲୋଭ, ମୋହ ସବୁକୁ ତ୍ୟାଗ କରିବା। ଜୟ ଜଗନ୍ନାଥ।